ଶିଆଳଲଟି ଗ୍ରାମ ପଞ୍ଚାୟତ ସାଜିଛି ଦୁର୍ନୀତିର ଗନ୍ତାଘର। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଶିଆଳଲଟି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାମରେ ଯମୁନା ଧରୁଆ, ଉଦୟ ସାହୁ, ଅଞ୍ଚଳ ସିଂ ମାଝୀ ନିର୍ମାଣ କାମଗୁଡ଼ିକରେ ସାମାନ ଯୋଗାଇ ଦେଇଥିଲେ ଓ କିଛି ଲୋକ ନିଜ କାମ କରି ବିଲ୍ ମଧ୍ୟ ପାଇନାହାନ୍ତି। ତେଣୁ ଜିଲ୍ଲା ଆଦିବାସୀ ସଂଘ ଜରିଆରେ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ। ପଞ୍ଚାୟତରେ କେହି ଉପସ୍ଥିତ ନଥିବାରୁ ପରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଲମ୍ବୋଦର ଅରୁଆ ନୂଆପଡ଼ାଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି। ଅଭିଯୋଗ ପତ୍ର ଅନୁସାରେ ହାଲୁଆପାଲି ପ୍ରାଥମିକ ବିଦ୍ୟାଳୟ ପାଚେରୀ କାମ, ବେଳରଦନା ପିଲାସାଗର ବନ୍ଧର ପାହାଚ କାମ, MGNREG SR ନାୟକପଡ଼ାର କରଙ୍ଗା ଭଟା ଉନ୍ନତିକରଣ ରାସ୍ତା, ହୁଲିଆପାଲି ବସ୍ତିରୁ ହଲନପଡ଼ା ମୁରୁମ ରାସ୍ତା, ବାଲିଖମାରର ପାର୍କ ନିର୍ମାଣ ଏମିତି ଅନେକ ନିର୍ମାଣ କାମରେ ବିଲ୍ ପୈଠ ହୋଇନଥିବା ବେଳେ ବ୍ୟକ୍ତିଗତ ଅନେକ ଲୋକଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, MGNREGS ଟଙ୍କା, ଚହଲା ଖନନ ଟଙ୍କା ପାଇଁ ନଥିବା ଦର୍ଶାଯାଇଛି ଓ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଫିଲ୍ଟର ଓ ଷ୍ଟ୍ରିଟ୍ ଲାଇଟ୍ ନ ଲଗାଇ ବିଲ୍ ହୋଇଥିବା, ଅପରପକ୍ଷ ଅନ୍ୟ ଲୋକଙ୍କ ଜବ୍ କାର୍ଡ଼ରେ MGNREGS ଟଙ୍କା ଉଠାଣ କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏନେଇ ପଞ୍ଚାୟତ ସମ୍ମୁଖରେ ସମସ୍ତେ ବିଭିନ୍ନ ନାରାବାଜି ଦେଇଥିଲେ। ପଞ୍ଚାୟତର ସରପଞ୍ଚ କିମ୍ବା ପଞ୍ଚାୟତ ନିର୍ବାହୀ ଅଧିକାରୀ କେହି ଆସିନଥିବାରୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅରୁଆଙ୍କୁ ଯାଇ ଆଦିବାସୀ ସଂଘ ଜରିଆରେ କୋମନା ବ୍ଲକ ଆଦିବାସୀ ସଂଘ ସଭାପତି ଜ୍ଞାନେଶ୍ୱର ମାଝୀ, ଯମୁନାଲାଲ ଧରୁଆ, ସୃଜନ ମାଝୀ, ପୂର୍ବତନ ସରପଞ୍ଚ ରୁଦ୍ର ସିଂ ମାଝୀ, ପୂର୍ଣ୍ଣଚନ୍ଦ୍ର ମାଝୀ, ଦିଲ୍ଲୀପ ଧରୁଆ, ଧର୍ମୁ ସୁନାନୀ, ଅନୁପ ଧରୁଆ, ପିଲସିଂ ଧରୁଆ, ଭୁଜ ଧରୁଆ, ଭୁବନେଶ୍ୱର ସାହୁ ଅନ୍ୟାନ୍ୟମାନେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ଦର ବରଗତିଙ୍କ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।